କିଛି ବର୍ଷ ଆଗରୁ ଗୋଟିଏ ଜଙ୍ଗଲରେ ଗୋଟିଏ ସିଂହ ରହୁଥିଲା। ସେ ପ୍ରତିଦିନ ଶିକାର କରି ତାର ପେଟ ପୁରାଉଥିଲା। ଦିନ ସିଂହ ଗୋଟିଏ ମଇଁଷିର ଶିକାର କରି ତାର ଗୁମ୍ଫାକୁ ଯାଉଥିବା ସମୟରେ ରାସ୍ତାରେ ଗୋଟିଏ ବିଲୁଆ ସହିତ ସିଂହର ଦେଖା ହେଲା। ବିଲୁଆ ତାହାକୁ ଦେଖି ସିଂହକୁ ପ୍ରଣାମ କଲା। ସିଂହ ଆଶ୍ଚର୍ଯ୍ୟ ହୋଇଗଲା। ସିଂହ କହିଲା, ବିଲୁଆ ଭାଇ, ତମେ ଏମିତି ପ୍ରଣାମ କରିବାର କାରଣ? ବିଲୁଆ କହିଲା, ଆପଣ ହେଉଛନ୍ତି ରାଜା। ଆପଣ ଏହି ଜଙ୍ଗଲରେ ସମ୍ରାଟ ଅଟନ୍ତି। ମୋତେ ଆପଣଙ୍କ ଶରଣରେ ରଖନ୍ତୁ। ମୁଁ ଆପଣଙ୍କର ସେବା କରିବାକୁ ଚାହେଁ। ଆଉ ଆପଣ ଯେଉଁ ଶିକାର କରିଥିବା ବଳକା ମାଂସ ମୁଁ ଖାଇବି। ସିଂହ ଶିଆଳ କଥା ଶୁଣି ବହୁତ ଖୁସି ହେଲା ଆଉ ତାକୁ ନିଜ ପାଖରେ ରଖିଲା। ଶିଆଳ ସିଂହର କଥା ସବୁ ମାନୁଥାଏ। ସିଂହ ବିଲୁଆକୁ ତାର ମିତ୍ର ବନେଇଲା ଆଉ ତାକୁ ବହୁତ ବିଶ୍ୱାସ କଲା। ପ୍ରତିଦିନ ସିଂହ ଶିକାର କଲା। ବିଲୁଆ ସିଂହ ସହିତ ମାଂସ ଖାଇଲା। ବିଲୁଆ ସିଂହ ସହିତ ସବୁବେଳେ ଚଲାବୁଲା କରୁଥିବାରୁ ସେ ନିଜକୁ ସିଂହ ବୋଲି ଶକ୍ତିଶାଳୀ ଭାବିଲା। ଦିନେ ବିଲୁଆ ସିଂହ ପାଖକୁ ଗଲା। ବନ୍ଧୁ, ତମେ ଶିକାର କରିବାକୁ ଆଜି ଯାଅ ନାହିଁ। ମୁଁ ଆଜି ଗୋଟିଏ ହାତୀ ଶିକାର କରିବାକୁ ଯାଉଛି। ଆଉ ଯାହା ବଳକା ରହିବ ତମେ ତାହା ଖାଇବ। ସିଂହ ଶିଆଳକୁ ତାର ବନ୍ଧୁ ଭାବୁଥିଲା। ସେଥିପାଇଁ ଶିଆଳର କଥାକୁ ସିଂହ ଖରାପ ଭାବିଲା ନାହିଁ। ତାପରେ ସିଂହ ଶିଆଳକୁ ବହୁତ ବୁଝାଇଲା ଆଉ କହିଲା, ଦେଖ ଶିଆଳ ଭାଇ, ହାତୀ ତମଠୁ ବହୁତ ବଡ଼। ମୁଁ ସିଂହ, ମୁଁ ବି ହାତୀକୁ ଶିକାର କରିବାକୁ ଡରେ। ଆମର 4-5 ଜଣ ସିଂହ ହେଲେ ଯାଇ ଆମେ ହାତୀ ଶିକାର କରିବାକୁ ଯାଉ। ଆଉ ତମେ ପୁଣି କେମିତି କହୁଛ ତମେ ଯାଇ ହାତୀ ଶିକାର କରିବ? ହାତୀ ତମକୁ ମାରିଦେବ। ଦୟାକରି ତମେ ଯାଅ ନାହିଁ। ଶିଆଳ ସେ ବହୁତ ଘମଣ୍ଡି ହୋଇଯାଇଥିଲା। ସେ ମନେ ମନେ ଭାବୁଥିଲା, ସିଂହର ଯେତିକି ବଳ ଅଛି ତା ପାଖରେ ମଧ୍ୟ ସେତିକି ବଳ। ସେଥିପାଇଁ ସେ କାହାରି କଥା ମାନୁନଥାଏ। ସିଂହର କଥା ବି ଶିଆଳ ନ ମାନି ହାତୀର ଶିକାର କରିବାକୁ ଗଲା। ଶିଆଳ ଜଙ୍ଗଲକୁ ଗଲା। ଶିକାର କରିବାକୁ ଚାରିଆଡ଼କୁ ଚାହିଁଲା। କିଛି ସମୟ ଏମିତି ହାତୀକୁ ଖୋଜିଲା। ଦେଖିଲା ଗୋଟିଏ ହାତୀ ଆସୁଛି। ସେ ହାତୀକୁ ଦେଖି ଶିଆଳ ହାତୀ ଉପରକୁ ଡେଇଁ ପଡ଼ିଲା। ହେଲେ ହାତୀ ଉପରେ ନ ପଡ଼ି ସିଏ ତଳେ ପଡ଼ିଗଲା। ହାତୀ ଚାଲୁ ଚାଲୁ ତା ଗୋଡ଼ ପାଖରେ ଶିଆଳ ପଡ଼ିଗଲା। ଶିଆଳକୁ ହାତୀ ଚକଟି ମାରିଦେଲା। ଏହି ସବୁ ସିଂହ ଉପରେ ରହି ଦେଖୁଥାଏ। ସିଂହ ମନେ ମନେ ଜାଣିଥିଲା କି ଶିଆଳର ମୃତ୍ୟୁ ସୁନିଶ୍ଚିତ। ସିଂହ ମନେ ମନେ ଭାବୁଥିଲା, ଯଦି ଶିଆଳ ତାର ବାସ୍ତବ ସମୟକୁ ଯଦି ନ ଭୁଲିଥାନ୍ତା ତ ଆଜି ତାର ଏମିତି ଅବସ୍ଥା ହୋଇନଥାନ୍ତା। ଏହି କାହାଣୀରୁ ବନ୍ଧୁଗଣ ଆମେ କ'ଣ ଶିଖିଲେ? ଯେ ଆମେ ଆମର ବାସ୍ତବକୁ କେବେ ବି ଭୁଲିବା ନାହିଁ ଆଉ କେବେ ବି ନିଜକୁ ଅହଙ୍କାର କରି ଏମିତି କାମ କରିବା ନାହିଁ।